ଓ ରାଧେ ରାଧେ। ଆପଣମାନଙ୍କୁ ମୁଁ ଆଜି ମୋର ମାନସରୋବର ଦର୍ଶନ ବିଷୟରେ କିଛି କହିବାକୁ ଚାହୁଁଛି। ଆପଣ କହିବେ, ଆପଣ ମାନସରୋବର ବିଷୟରେ କେମିତି ଜାଣିଲେ? ମୋର ଉତ୍ତର ହେଉଛି, ମୁଁ ଯେତେବେଳେ କଲେଜରେ ପାଠ ପଢ଼ୁଥିଲି ସେତେବେଳେ ଆମର ବଟନୀ ମ୍ୟାଡ଼ମ୍, ତାଙ୍କ ନାଁ ହେଉଛି ସୁପ୍ରୀତି ଦେ, ସେ ସମୟରେ ଯାଇଥିଲେ ମାନସରୋବର ଦର୍ଶନାର୍ଥେ। ଆଜ୍ଞା, ସେତିକି ବେଳେ ଏମିତି ଘୋଡ଼ା ଗାଡ଼ି କିଛି ନଥିଲା ଯିବା ପାଇଁ। ସରକାରଙ୍କ ଥ୍ରୁରେ ହିଁ ଯିବାକୁ ପଡ଼ୁଥିଲା। ବାଟରେ ଟ୍ରେନରେ ରହିକରି ସେମାନେ ଯାଉଥିଲେ। ତ ମ୍ୟାଡ଼ମ୍ କହିଲେ, ମାନସରୋବର ଯିବାକୁ ହେଲେ ପାଖାପାଖି ହାତରେ 25ରୁ 30 ଦିନ ଧରିକି ଯିବାକୁ ହିଁ ପଡ଼ିବ। ଆଉ ଖର୍ଚ୍ଚ ବି ସେମିତି। ସେ ସମୟରେ ସିଏ ବୋଧେ 1.5 ଲକ୍ଷ କି 2 ଲକ୍ଷ ଖର୍ଚ୍ଚ କରିଲେ, ମୋର ଠିକ୍ ସେ ମନେ ପଡ଼ୁନି, କିନ୍ତୁ ଖର୍ଚ୍ଚ ବି ଅଧିକ ଥିଲା। ସେଇ ଦିନଠାରୁ ମୋ ମନରେ ଇଚ୍ଛା ଥାଏ, ପ୍ରଭୁ ମୋତେ କେବେ ଟିକେ ମାନସରୋବର ଦର୍ଶନ କରିବାକୁ ନିଅନ୍ତେନି, ମୁଁ ଟିକେ କୈଳାସ ପର୍ବତ ଟିକେ ଦର୍ଶନ କରିପାରନ୍ତିନି। ଆଜ୍ଞା, ମନରେ ଯାହା ଭାବିବେ ନା, ଭଗବାନ ତାହା ଆପଣଙ୍କୁ ନିଶ୍ଚିତ ଭାବରେ ଦେବେ। ତ ମୋତେ ସେଇ ସୁଯୋଗଟି ମିଳିଥିଲା 2015ରେ। ମୁଁ ମୋ ସାନ ଭଉଣୀକି କହିଲି, ଏକା ଯିବାକୁ ଭଲ ଲାଗୁନି, ତୁ ଟିକେ ମୋ ସାଙ୍ଗରେ ବାହାରେ, ଆମେ 4 ଜଣ ମିଶିକି ଯିବା। ତ ଆମେ 4 ଜଣ ମିଶିକି ଗଲୁ। ଥୋମାସ୍ କୁକ୍ର ଟ୍ରୁପ୍ରେ ଆମେ ସବୁ ଯାଇଥିଲୁ। ଆମେ 4 ଜଣ ହିଁ ଓଡ଼ିଆ ଥିଲୁ, ବାକି ଆଉ ସବୁ ଅଲଗା ଅଲଗା ଷ୍ଟେଟ୍ର ଥିଲେ। ଆଜ୍ଞା, ତା'ର ଏକ୍ସପିରିଏନ୍ସ ମୁଁ ଆପଣଙ୍କୁ କହିପାରୁନି। ଆମେ ଗୋଟେ ଗ୍ରୁପ୍ରେ ହିଁ ଗଲୁ, କାହିଁକି ଆପଣ ଯଦି ସେପାରେଟ୍ କାର୍ ନେବେ ବି ଚଳିବ, କିନ୍ତୁ ଆମେ ତାଙ୍କ ଟ୍ରୁପ୍ରେ 2ଟା ବସ୍ ବାହାରିଲା। ଫାଷ୍ଟରେ ଫ୍ଲାଇଟ୍ରେ କାଠମାଣ୍ଡୁ ଗଲୁ। କାଠମାଣ୍ଡୁରୁ ସେମାନେ ସବୁ ଜିନିଷ ଆମର ସବୁ ରଖିଦେଲେ। ଅଳ୍ପ ଟିକେ ଜିନିଷ ଧରିକି ଯିବା ପାଇଁ କହିଲେ। ଟିକେ ଜିନିଷ, ଯେମିତି 7 ଦିନର ସେଇଟା ଟ୍ରିପ୍ ଥିଲା। ତ ଅଳ୍ପ ଜିନିଷ, କିଛି ପରିକ୍ରମା ପାଇଁ ଟିକେ ଡ୍ରାଇ ଫ୍ରୁଟ୍ସ, ଏମିତି ସବୁ ଧରିକି ଆମମାନେ ଯାତ୍ରା ଆରମ୍ଭ କଲୁ। ପୁରା ରାସ୍ତା ସାରା ଏତେ ସିନେରୀ ମାନେ କ'ଣ, ସେପଟେ ଗଛପତ୍ର କିଛି ବି ନାହିଁ। ଯେତେ ଆପଣ ଉଚ୍ଚାକୁ ଯିବେ, ସେତେ ଆପଣଙ୍କର ବାୟୁମଣ୍ଡଳର ଅମ୍ଳଜାନ କମି ଯାଉଥିବ। ଆଉ ମାଟିର ଘର, ସେ ମାଟିର ଘରେ ଆମକୁ ସେମାନେ ରହିବାକୁ ଦେଉଥାନ୍ତି। ଆଉ ଲେଟ୍ରିନ୍ କଥା ଆଉ ନ କହିବାଟା ହିଁ ଭଲ। କିନ୍ତୁ ଯେହେତୁ ଯାଇଛୁ ସଙ୍ଗତରେ, ତ ସବୁ ଜିନିଷକୁ ଆପଣେଇବାକୁ ହିଁ ପଡ଼ିବ। ସେମିତି ମାନେ ଜିନିଷଟା ତଳୁ ଉଠାଇବା ପାଇଁ ବି କଷ୍ଟ ହେଉଥାଏ, ଯେହେତୁ ଅମ୍ଳଜାନର ଅଭାବ। ମାନେ ଗାଡ଼ିରୁ ଓହ୍ଲେଇବୁ, ଜିନିଷ ନେଇକି ରୁମ୍କୁ ଯିବା ପାଇଁ ବି ଆମକୁ ବହୁତ କଷ୍ଟ ହେଉଥାଏ। ତଥାପି ଭଗବାନଙ୍କ କୃପା, ରାସ୍ତା ସାରା ଆମେ ଏନ୍ଜୟ କରି ଗଲୁ। ମାନସରୋବରରେ ପହଞ୍ଚିଲୁ। ମାନସରୋବରରେ ଏତେ ପବନ, ଆପଣ ଠିଆ ହେଇପାରିବେନି, ଆପଣଙ୍କୁ ଉଡ଼େଇ ନେଇଯିବ। ପହଞ୍ଚିଲା ବେଳକୁ ରାତି ହେଇଗଲାଣି, ତ ଦର୍ଶନ ତ ହେବନି। ଦୂରରୁ ଠାଇକିରି ଖାଲି ଗୋଟେ ପ୍ରଣାମ କରିଦେଲୁ। ତାଦିନ ସକାଳୁ ମୋ ସାନ ଭଉଣୀ ମୁଁ ମିଶିକି ବାହାରିଲୁ, ଚାଲ ମାନସରୋବରରେ ଟିକେ ଆଜି ସ୍ନାନ କରିବା। ଆମେ 4 ଜଣ ଗଲୁ ସ୍ନାନ କରିବା ପାଇଁ। ପ୍ରଭୁ, ଆଇସ୍ ସିନା ନାହିଁ, କିନ୍ତୁ ପାଣି ଏମିତି ଥଣ୍ଡା, ଆପଣ ଦେହରେ ଟିକେ ବି ପକାଇ ପାରିବେନି। ତଥାପି ବଡ଼ କଷ୍ଟରେ ଯାଇଛୁ, ଏତେ କଷ୍ଟରେ କ'ଣ ନ ଗାଧେଇକି ଆସିଯିବୁ? ଆମେ ଗାଧେଇଲୁ। ମୋ ମିଷ୍ଟର କିନ୍ତୁ ପୁରା ଟିକେ ଆଗକୁ ଯାଇକି, ହବ ଯଦି ମୁଁ ଏ ପିକ୍ଚରଟା ବି ସେଣ୍ଡ କରିବି ତାଙ୍କର, ଏତେ ମାନେ ଆଗକୁ ଯାଇକି ଗାଧୁଆ କଲେ, ମୋତେ ଖାଲି ହଉଥାଏ ମୁଁ ବି ଟିକେ ଯାଆନ୍ତି, କିନ୍ତୁ ମୁଁ ଯାଇପାରୁନଥାଏ। ମୋ ପାଦ ପୁରା ଫ୍ରିଜି ହେଇଯାଉଥାଏ। ଯାଉ ଠାକୁରଙ୍କ କୃପାରୁ ସ୍ନାନ ସରିଲା। ସେଠି ବାଲିରେ ଗୋଟେ ଲିଙ୍ଗ ତିଆରି କରିଦେଲୁ। ମୁଁ ଏପଟୁ ବେଲପତ୍ର ଆଉ ରୁଦ୍ରାକ୍ଷୀ ସବୁ ନେଇଥିଲି, ସେଇଟା ସବୁ ରଖିକିରି ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମିବ ବନ୍ଦନାତ୍ ମୃତ୍ୟୁର୍ମୁଖୀ ଯମାମୁତତ୍, ଏହି ମନ୍ତ୍ର ଜପ କରିକି ଠାକୁରଙ୍କୁ ପୂଜା କରି ବସାକୁ ଫେରିଲୁ। ସେଠୁ ପୁଣି ଆମକୁ ଯିବାକୁ ପଡ଼ିଲା ୟମଦ୍ୱାର। ବସ୍ରେ ଗଲୁ। ସେଠି ମୋ ଭଉଣୀର ଦେହ ଖରାପ ହେଇଗଲା, ଯେହେତୁ ଅକ୍ସିଜେନ୍ର ଅଭାବ। ବାଧ୍ୟ ହେଇକରି ତାକୁ କ୍ୟାମ୍ପରେ ରଖିଦେଲୁ। ଆମେ ଗଲୁ ୟମଦ୍ୱାର ଦର୍ଶନ କରିବା ପାଇଁ। ସେଇଠୁ କୈଳାସ ପରିକ୍ରମା କରିକି ଭଗବାନଙ୍କ କୃପାରୁ ଭଲରେ ଆସିକିରି ଆମେ ଇଣ୍ଡିଆରେ ପହଞ୍ଚିଲୁ। ରାଧେ ରାଧେ।
ଏଇ ଏପିସୋଡ଼ଟି ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇଲେ ମୁଁ ଉପକୃତ ହେବି। ମୋର କହିବା ଶୈଳୀକୁ ଆଉ ଟିକେ ଭଲ କରିବା ପାଇଁ ଚେଷ୍ଟା କରିବି। ରାଧେ ରାଧେ।